କେବେ ନୂଆ ସରକାର କୁ ନେଇ ଆପଣ ନୂଆ ସରକାରକୁ ନେଇକି ଭଲ ହେଇଛି। ନବୀନ ବାବୁଙ୍କ କଥା ମନେ ପଡିଲେ ଦୁଃଖ ଲାଗୁନି? ଦୁଃଖ ଲାଗୁଛି, ଦୁଃଖ କାନ୍ଦ ଲାଗୁଛି? କ'ଣ କରିବା ଆଜି ସିଏ ଗୋଟେ ତମେ ତ ନିଜେ ପଦ୍ମକୁ ଭୋଟ ଦେଇଛ, ଆଉ ଦୁଃଖ କାଇଁ କରୁଛ? ଦୁଃଖ କରୁଛୁ କ'ଣ ପାଇଁ ସିଏ ଯେଉଁ କାମଟା କଲେ ମାନେ ମନ୍ତ୍ରୀ ଏମଏଲଏ ଯାଇପାରିଲେନି ନବୀନଙ୍କ ପାଖକୁ। ତେଣୁକରି ଗୋଟେ ଦୁଃଖର କଥା କ'ଣ ହେଉଛି ଯେ ମନ୍ତ୍ରୀଙ୍କ ପାଖକୁ ଯଦି ଏମାନେ ନ ଯାଇପାରିବେ ଆଉ ଅଫିସର ଲୋକ ଯାଇପାରିବେନି ତାହେଲେ କ'ଣ ଲାଭଟା କ'ଣ? ଗୋଟେ ଦୁଃଖ ନେଇକି ଗୋଟେ ଗରିବ ଲୋକ ଦୁଃଖୀଟେ ଯିବ ନବୀନ ବାବୁଙ୍କ ଦୁଃଖ ଜଣେଇବା ପାଇଁ, ସେ ଯାଇପାରିବନି, ତାହେଲେ ନବୀନ ସରକାର ଥାଇକି ଆମର ଲାଭ କ'ଣ? କିଛି ଲାଭ ନାହିଁ। କ'ଣ ଲାଭ? କୁଆଡ଼େ ଯାଉଛନ୍ତି? ଅବିକା ବର୍ତ୍ତମାନ ଚେଞ୍ଜ ହେଇଛି, ପରିବର୍ତ୍ତନ ଆପଣ ହେଇଛି। କୋଉଠିକି ଯାଉଛନ୍ତି? ଘରକୁ? ମୁଁ ଘରକୁ ଯାଉଛି। ଘର କୋଉଠି? ବାଙ୍କି। 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 ଆଡ଼େ କୁଆଡ଼େ ଆସିଥିଲେ? ମୁଁ ଯାଇଥିଲି କେନ୍ଦୁଝର। ଚାକିରି ସେଠି? ନାଇଁ, ମୁଁ ଗୋଟେ କାମ ନେଇଥିଲି, ଯାଇଥିଲି କାମ କରିବାକୁ। ଭାଇ ଆଜି ରଜ ମହୋତ୍ସବ ଘରେ ପାଳନ କରିବେ, ବହୁତ ଖୁସିର କଥା। ତ ଆଉ ଜଣେ ସାର୍ ଆସିଛନ୍ତି। ସାର୍ ଆପଣଙ୍କ ଭଲ ନାଁଟା କୁହନ୍ତୁ। ଅଜୟ ପଲାଉରୀ, ଘର? ନଗର। ନକରା। ଆଡ଼େ କୁଆଡ଼େ ଆସିଥିଲେ? ଆକ୍ଚୁଆଲି ଭଉଣୀ ଅଛି। ଭଉଣୀ ଘରକୁ? ଆଚ୍ଛା, ଭଉଣୀ ଘର ରଜ ପାଳିଲେ? ହଁ। ଆଜି କ'ଣ ଚିକେନ୍ ନା ମଟନ୍ ହେଇଥିଲା, ନା ଗତକାଲି ଖାଇଥିଲେ? ନା କାଲି ହେଇଥିଲା, ଆଜି କାଲି କ'ଣ ହେଇଥିଲା? କାଲି ମଟନ୍ ହେଇଥିଲା। ଆଚ୍ଛା, ମଟନ୍ ହେଇଥିଲା। ଆପଣ ସେଇ ମାନେ ନୂଆ ସରକାରକୁ ନେଇ କ'ଣ କହିବେ? ଯେଉଁ ନୂଆ ସରକାର ବର୍ତ୍ତମାନ ଆସିଛି ତାକୁ ନେଇ ମତ କ'ଣ ଆପଣଙ୍କର? ଭଲ ନା ନବୀନ ବାବୁଙ୍କ କଥା ମନେ ପଡ଼ୁଛି? କଥା ମନେ ପଡ଼ୁଛି। ଆପଣ ତାଙ୍କ ସାଙ୍ଗ ବୋଧେ? ନା ସାଙ୍ଗ ନୁହଁ। ଆଉ ତମ ବୟସ କେତେ ହେଲାଣି? ଆମ ବୟସ ହେଲାଣି ତ 65। 65? ସାନ ନବୀନ ଠାରୁ ହଉ, ସେ ବଡ଼ ଭାଇ ସାନ ଭାଇ ତମେ ଆଉ କ'ଣ? ଆଚ୍ଛା, ନବୀନ ବାବୁ କେତେ ଭଲ ପାଅ? ଭାଇ ଭଲ ପାଇ। ଏଇଟା ବୋଧେ ବିଜେଡି ଗାମୁଛାଟା ଆଉ 160? 70? ନା ହଁ ପରା, ବିଜେଡି ଗାମୁଛା ଏଇଟା ହେଉଛି ବିଜେଡି ଗାମୁଛା। ବିଜେଡି ଗାମୁଛା ଶଙ୍ଖ ଚିହ୍ନ ଅଛି। ଇଏ ଶଙ୍ଖ ଚିହ୍ନ ଅଛି ବା? ଶଙ୍ଖ ଚିହ୍ନ ଦେଖ, ବିଜେଡି ଗାମୁଛା ଯେହେତୁ ଅଛି, ଟିକେ ବିଜେଡି କଥା ମନେ। ଏବେ ନବୀନ ବାବୁଙ୍କୁ ଦେଖିଲେ ଟିଭିରେ ମନେ ପଡ଼େ? ମନେ ପଡ଼ୁନି। କ'ଣ ସବୁ ଭଲ କାମ କରୁଛନ୍ତି? ଭଲ କାମ ଯାହା କରନ୍ତୁ ନ କରନ୍ତୁ, ଭଲ କାମ କରନ୍ତୁ, ଯାହାକୁ ଯିଏ ଭଲ ପାଇଁକି। ଆପଣ ଭଲ ପାଆନ୍ତି ବିଜେଡିକୁ, କିନ୍ତୁ ଭୋଟ ଦେଲେ କାହିଁକି ବିଜେପିକୁ? ବିଜେପି ଯିଏ ଭୋଟ ଜଣେଇছে ଆମ ନିର୍ବାଚନ ମିଳିଲେ। ଆପଣ ଦେଇନାହାନ୍ତି, ତଥାପି ତ ବିଜେପି ଆସିଗଲା ନା? ଆମ ନିର୍ବାଚନ ମିଳିଲେ ବିଜେଡି ଆସିଲା। ଆଚ୍ଛା, ହଉ, ଯାହା ବି ହଉ, ଲୋକମାନଙ୍କ ହୃଦୟରେ କୋଉଠି ନା କୋଉଠି ବିଜେପି ଟିକେ ନାକୁ ଧକଧକ କରୁଛି। ଆମେ କଥାକୁ ଯଦି ଆମେ ଆଲୋଚନାକୁ ନେବା, ଆଗକୁ ବଢ଼ିବା, ଆଉ କିଛି ବ୍ୟକ୍ତିମାନଙ୍କ ସହିତ ଆଳାପ ଆଲୋଚନା କରିବା, ଜଣାପଡ଼ିବ ଯେ ରିଏଲ୍ ଘଟଣାଟା କ'ଣ। ତେବେ ସେ ପର୍ଯ୍ୟନ୍ତ ଆମେ ଖୋଜି ବୁଲିବା କିଏ ନିଜର ମତ ଦେବା ପାଇଁ ଚାହୁଁଛି ଆମ ଏଇ ସୋସିଆଲ ମିଡ଼ିଆରେ।